हाय नमस्कार मु हूँ आपण मानकर प्रिय शरत मोर यूट्यूब चैनल रे आज फास्ट ब्लॉग वीडियो लॉन्च करने ପାଇଁ ଯାଉଛି। ଏହି ଭିଡ଼ିଓରେ ମୁଁ କରୋନା ଔଷଧ ଜଙ୍ଗଲକୁ ଖୋଜିବା ପାଇଁ ଯାଉଛି ଏବଂ ଖୋଜିକି କେମିତି ବାସି ପଖାଳ ସହିତ ମୋର ବେଷ୍ଟ ଆଇଟମ୍ କରିକି ଭାଜିକି ଖାଉଛି ତାହା ଆପଣମାନଙ୍କୁ ଦେଖେଇବି। ତାହା ଖାଇଲେ ଆପଣମାନଙ୍କର କେବେ ବି କରୋନା ଆପଣଙ୍କ ପାଖକୁ ମାଡ଼ିବନି। ଆରେ ଦେଖିକି ଆରାମସେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଦର୍ଶକ ବନ୍ଧୁ, ଇଏ କରୋନା ଔଷଧ ପାଇଁ ଗଛକୁ କାହିଁକି ଉଠୁଛି। ତ ଦେଖନ୍ତୁ ଏ ଭିଡ଼ିଓରେ ଦେଖିଲେ ସବୁ ଜାଣିପାରିବେ। ଦେଖନ୍ତୁ ଦର୍ଶକ ବନ୍ଧୁ କେମିତି କରୋନା ଔଷଧ ଗଛରୁ ତୋଳା ହେଉଛି ଆଉ ଆଣିକି କେମିତି ଗାମୁଛା ମାଧ୍ୟମରେ ଝଡ଼ା ହେଉଛି। ଦେଖନ୍ତୁ ଭଲ କରି ଦେଖନ୍ତୁ, କ୍ୟାମେରା ଟିକେ ପାଖକୁ କଲେ ହଁ ଦେଖନ୍ତୁ ଭଲ କରି ନିରୀକ୍ଷି କରି ଦେଖନ୍ତୁ ବନ୍ଧୁ, ଇଏ ହେଉଛି କରୋନା ଔଷଧ। ତାକୁ କିପରି ଖାଇବେ ତାହା ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଦେଖେଇବି। ଏହାକୁ ଆମ ଜଙ୍ଗଲୀ ମାନଙ୍କର ବାସି ପଖାଳର ଦେଖନ୍ତୁ ସବୁଠୁ ବେଷ୍ଟ ଆଇଟମ୍ ବୋଲି ଆମେ କହୁ। ଇଏ ଦେଖନ୍ତୁ, ଇଏ ହେଉଛି କରୋନା ଔଷଧ। ଇଏ ହେଉଛି ଗାଈର ଅଣ୍ଡା, ଯାହାକୁ ଅଣ୍ଡା କୁହାଯାଏ। ଏଇ ଦେଖନ୍ତୁ, ବର୍ତ୍ତମାନ ୟାକୁ ମୁଁ ଟେଷ୍ଟ କରିକି ଦେଖିବି କେମିତି ଟେଷ୍ଟ ଲାଗୁଛି। ତାକୁ ବିନା ଭଜାରେ ଆଜି କଞ୍ଚାରେ ଟେଷ୍ଟ କରୁଛି। ଉଫ୍ ଚୋଖା ଭାଇ ଉଫ୍। ଏହି ଜୀବକୁ ଆପଣମାନଙ୍କ ଭାଷାରେ ଆପଣମାନେ କ'ଣ କୁହନ୍ତି ଆମେ ଜାଣିନୁ। ଆମେ ଜାଣୁ ଓଡ଼ିଆରେ ଗାଈ କୁହନ୍ତି, ଆଉ ଆମ ଭାଷାରେ କୁର୍କୁଟି ବୋଲି କୁହନ୍ତି। ଆମେ ତ ଭାଇ ଜଙ୍ଗଲିଆ ଲୋକ, ଆମେ ଯେତେବେଳେ ଭାତ ଖାଉ ପୁରା ଫୁଲ୍ ଥାଳିଏ ଭାତ ଖାଉ। ଆଉ ଏଇ ଆଇଟମ୍ଟି ଆମର ପାଖରେ ମିଳିଗଲେ ଆମର ଖାଇବା ଡବଲ୍ ହେଇଯାଏ ଭାଇ। ଆପଣମାନେ ଯଦି ଖାଇନଥିବେ, କେବେ ବି ଯଦି କେଉଁଠି ପାଇବେ ଖାଇ ଦେଖିବେ, ଏତେ ଟେଷ୍ଟ 5 ଷ୍ଟାର ହୋଟେଲରେ ବି ମିଳିବନି। ଫାଇନାଲି ଏବେ ଗାଈକୁ ଭଜା ହେବ। ତ ଦେଖନ୍ତୁ ଆମ ଘରମଣି ଫାଇନାଲି କଢ଼ା ପଡ଼ା ବସେଇକିରି ପୁରା ରେଡ଼ି କରି ସାରିଲେଣି। ଆଉ କିଛି ସମୟ ପରେ ଗାଈକୁ ସେ କଢ଼ାରେ ଢଳା ହେବ। ତ କିଛି ସମୟ ଜଗିବା ପାଇଁ ପଡ଼ିବ। ଇଏ ଦେଖନ୍ତୁ, ଇଏ ହେଉଛି ଗାଈମାନଙ୍କର ଅଣ୍ଡା ବଛା ହେଇକି ରହିଛି। ଗାଈର ଅଣ୍ଡା 90% ହେଲେ ଗାଈ 10% ରହିଛି। ଏମିତି ମିକ୍ସ କରିକି ଭାଜିଲେ ଆମକୁ ଆହୁରି ଖାଇବା ପାଇଁ ଟେଷ୍ଟ ଲାଗେ। ବର୍ତ୍ତମାନ ରେଡ଼ି ହେଇଯାଇଛି। ବର୍ତ୍ତମାନ ଭାଜି ସାରିଲେଣି। ବର୍ତ୍ତମାନ ଟିକେ ଘାଣ୍ଟି ଦେବେ, ସେ ସବୁ ମିକ୍ସ ହେବା ଦରକାର। ଟିକେ ପାଣି ଦେଇଦେବେ, ନହେଲେ ଲାଗିଯାଇପାରେ। ସେ ଅଣ୍ଡାମାନଙ୍କରେ ବହୁତ ପାଣି ବାହାରେ, ତଥାପି ହାଲକା ଏଥିରେ ଏତେ ମସଲା ପଡ଼େନି। ଲୁଣ ଟିକେ, ଲଙ୍କା ଗୁଣ୍ଡ ଟିକେ, ହଳଦୀ ଗୁଣ୍ଡ ଟିକେ, ବାସ୍ ସେତିକି। ଏତିକିରେ ଭାଇ ଏତେ ଟେଷ୍ଟ ଲାଗେ, ଏଟା କଥାରେ କହିହେବନି। ବର୍ତ୍ତମାନ ହଳଦୀ ପକା ଚାଲିଛି, ତାପରେ ଲୁଣ ଦିଆହେବ। ତାପରେ ଲଙ୍କା ଗୁଣ୍ଡ ଟିକେ ପଡ଼ିବ। ତ ବର୍ତ୍ତମାନ ସବୁ ପଡ଼ି ସାରିଛି। ବର୍ତ୍ତମାନ ଟିକେ ଘାଣ୍ଟି ଦେବା, ଭଲସେ ଘାଣ୍ଟି ଦେଇକିରି ମିକ୍ସ ସବୁ ମିଳେଇବା ପାଇଁ ପଡ଼ିବ। ବାସ୍ ଗାଈ ସିଝିଲା ପରେ ଟିକେ ତା ଅଣ୍ଡା ଗୁଡ଼ା ଫୁଲିଯାଇ ପୁରା ଗୋଲ ଗୋଲ ହେଇଯାଇ ଦେଖିପାରୁଥିବେ। ଦେଖନ୍ତୁ ପୁରା ଫୁଲି ଯାଇଛି ଅଣ୍ଡା ଗୁଡ଼ାକ। ଅଣ୍ଡାରୁ ବି ବହୁତ ଜୋର ପାଣି ବାହାରେ। ଦେଖନ୍ତୁ କେମିତି ପାଣି ବାହାରୁଛି। ପାଣି ବାହାରି ସାରିଲା ପରେ ସେ ଶୁଖିଗଲା ପରେ ସେ ରେଡ଼ି। ତାପରେ ଆମେ ତାକୁ ଓହ୍ଲେଇ ପାରିବା। ଏ ଦେଖନ୍ତୁ ବର୍ତ୍ତମାନ କେମିତି ଶୁଖିଯାଇଛି। ବର୍ତ୍ତମାନ ୟାକୁ ଆମେ ଆଉ କିଛି ନକରି ଓହ୍ଲେଇବା ଉଚିତ। ଓହ୍ଲେଇବା, ଦେଖନ୍ତୁ ବାସ୍ ରେଡ଼ି।
ବର୍ତ୍ତମାନ ଚାଲନ୍ତୁ ମୁଁ ବାସି ପଖାଳ ସହିତ ଟେଷ୍ଟ କରି ଦେଖିବି ଫାଇନାଲି କେମିତି ଲାଗୁଛି, ତାପରେ ମୁଁ ଜାଣିବି। ତ ଆଉ ଗୋଟେ କଥା ମୋର ଦର୍ଶକ ବନ୍ଧୁମାନେ, ଭିଡ଼ିଓଟି ପସନ୍ଦ ଲାଗିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍। ତ ଖାଇବା ବର୍ତ୍ତମାନ ରେଡ଼ି। ଦେଖନ୍ତୁ ବାସି ପଖାଳ, କାଇ ଭଜାକୁ ଶାଗ ଭଜା କେମିତି ଟେଷ୍ଟ ଲାଗୁଛି ଖାଇକି ଆପଣମାନଙ୍କୁ ଜଣାଉଛି।